भारत माता की जय। इनकलाब जिंदाबाद। आम तो भाग्यवान पिला रे आउ के आम पर थिला रे। नहीं 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 नाटा सिना मोर बाघेश्वर बाघा किंतु किंतु मुए दुनिया रहत भागा मनीषटिए एठी एठी भल लोककर स्थान नाही। सतरे कौन ए समाज रे भल मनीष को बंचिबा मना। मोर मध्य दिने स्वप्न थिला भल मनीष हेबी देश मातृका पाई सेवा करीबी। हेले समाज ए जन समाज मते जार जे कही उपहास करुची सतरे सतरे मु कण गोटाए पास्ता सृष्टि कलु रे नामु बंची पारुछि नामु मरी पारुछि नाम बापार परिचय अछि नाम मार परिचय अछि। मामू मते पाली पोसी एड़ेटेरु एड़ेटे कले किंतु किंतु केते दिन दुनिया टाहिटा बसलंती शेषरे बाध्य होई घरे लुचिकी मु पागल भूमिका अभिनय करुची। मु केवल पागल भूमिका अभिनय करुची किंतु किंतु मु पागल नुह ना ना मु पागल नुह केवल पागल भूमिका अभिनय करी खोजुची गोटाए रहस्य कहीं भल मनीष को बंचिबा मना।
ସମ୍ପର୍କର କିଛି ନାହିଁ। ବାପାଲୋ ଧକ୍ କଲା। ଚୁପ୍, ଏକଦମ ଚୁପ୍। କହିଲା କଣ ନା ଭଲ ମଣିଷକୁ ବଞ୍ଚିବା ମନା। ହେ ରଖ ତମ ସେ ଭଲ ମଣିଷକୁ। ଗଲା ଘର ବୁଡ଼ିଆଣା ପାଣି ଆଣ୍ଠିଏ ହେଲାଣି, ଭଲ ମଣିଷ ଖୋଜା ଚାଲିଛି। ଆରେ ବାବା ତୁ, ହେ ଭଗବାନ, ମୁଁ ତତେ ଚିହ୍ନି ପାରୁନଥିଲି। ହଁ ହଁ ଏବେ କିନ୍ତୁ ମୁଁ ତତେ ଠିକ ଚିହ୍ନି ପାରୁଛି। ଆରେ ତୁ ହଉଛୁ ମୋ ଭଣଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ତୋ ମାମୁଁ। ମୋ ନାଁ ହଉଛି ପ୍ରାଣନାଥ। चुप, एकदम चुप, खबरदार, होशियार, जंगल में लीरा। अच्छा ଆଉ ଜଙ୍ଗଲ ନୀର ମାନେ କଣ ବାପା? ବାଘ ଗୁମ୍ଫା ଭିତରୁ ପଦାକୁ ବାହାରିଛି। ବାପାଲୋ ସତର୍କ ହେଇଯାଅ, ସମସ୍ତେ ସତର୍କ ହେଇଯାଅ, ନହେଲେ କହିବ କଣ କହିବ ବାପା? ବାଘ ନେଇଗଲା, ଦୌଡ଼ି ଆସ, ଦୌଡ଼ି ଆସ। ଏଠି ରାବଣ ଦେହରେ ନିଆଁ ଲଗେଇ ହସୁଥିବା ସବୁ ମଣିଷ ଗୋଟାଏ ଗୋଟାଏ ରାବଣ। ହରେ କୃଷ୍ଣ ଜପ କରି କଂସକୁ ରାକ୍ଷସ ବୋଲି କହୁଥିବା ଜନତା, ଏଠି ଗୋଟାଏ ଗୋଟାଏ କଂସ। ଆରେ ବାବା ତୁ କଣ ସତରେ ପାଗଳ ହେଇଯାଇଛୁ? ଓହୋ ତୁ କଣ ସତରେ ପାଗଳ? ମୁଁ ପାଗଳ, ମୁଁ ପାଗଳ, ମୁଁ ପାଗଳ, ମୁଁ ପାଗଳ। ଏଠି ସମସ୍ତେ ପାଗଳ। ତମେ ପାଗଳ, ମୁଁ ପାଗଳ। ଏ ମୁଁ ପାଗଳ ନୁହଁ, ପାଗଳ ପ୍ରେମୀ ଆୱାରା। ଗାଇଯା ବାପା, ମନ ଭରିକି ଗାଇଯା। सर की जो सर से वो धीरे धीरे अच्छा पागल अरे मैं धीरे धीरे। ଥାଉ ସେ ଛଇ ଆଉ ମୋ ପାଖରେ ଦେଖାନା ରେ ଭଣଜା। ତୁ ପାଗଳ ନୁହଁ, ତୁ କେବଳ ପାଗଳର ଅଭିନୟ କରି ଚାଲିଛୁ। ତୁ ପାଗଳ ନ ହୋଇକି ବି ଏ ଦୁନିଆ ଆଖିରେ ପାଗଳର ଅଭିନୟ କରୁଛୁ। କିନ୍ତୁ ମୁଁ ସବୁ ଜାଣିଛି। ଆରେ ତୁ ତ ହଉଛୁ ମୋ ଭଣଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ତୋ ମାମୁଁ, ଏଇ ପ୍ରତାପଗଡ଼ର ରାଜା ପ୍ରତାପ କେଶରୀଙ୍କ ଗୁମାସ୍ତା, ଆଉ ମୋ ନାଁ ହଉଛି ପ୍ରାଣନାଥ। ଓ ତାହେଲେ ତମ ନାଁ ପ୍ରାଣନାଥ? ହଁ ବାବା ହଁ। ନଡ଼ିଆରେ ଅଛି 3ଟା କଣା, ସବୁ କଥା ତମକୁ ଜଣା। ହଁ ପରା ବା। ତାହେଲେ ତମେ କହିପାରିବ, କହିପାରିବ এই সমাজ কাহিকে মতে বাস্টার্ড কহে ଦେଇପାରିବ? ଦେଇପାରିବ ମୋ ବାପା ମାଙ୍କ ପରିଚୟ? ତାହେଲେ କୁହ। ହଁ ହଁ ରେ ଭଣଜା, ମୁଁ କହିପାରିବି, କହିପାରିବି ଏ ସମାଜ କାହିଁକି ତୋତେ ବାଷ୍ଟାର୍ଡ କୁହେ। ମୁଁ ଦେଇପାରିବି, ଦେଇପାରିବି ତୋ ବାପା ମାଙ୍କ ପରିଚୟ। ଆଜି ଆଜି ମୁଁ ତୋତେ ସବୁ ଗୋଟି ଗୋଟି କରି ଖୋଲିକି କହିବି। ଆଉ ମୁଁ ଯଦି ନ କହିବି ତାହେଲେ ଏ ଦୁନିଆ ଆଖିରେ
ସବୁଦିନ ପାଇଁ ଦୋଷୀ ପାଲଟି ଯିବି। ଆଉ ତୁ ଯଦି ନ ଜାଣିବୁ ତହିଁର କାରଣ, ତାହେଲେ ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା ହେଇଯିବ ରେ। ତାହେଲେ ଶୁଣ ଭଣଜା, ତାହେଲେ କୁହ। ଆମ ବାପା ମାଙ୍କର ଆମେ ଥିଲୁ ଦୁଇ ଭାଇ ଭଉଣୀ। ଭାଇ ଭଉଣୀ। ହଁ ରେ ଭଣଜା। ତାପରେ ଆମେ ଗୋଟେ ଗରିବ ପରିବାରର ଥିଲୁ। କିନ୍ତୁ ମୋ ଭଉଣୀଟା ଦେଖିବାକୁ ବହୁତ ସୁନ୍ଦର, ସତେ ଯେମିତିକି ସ୍ୱର୍ଗର ଅପ୍ସରୀ ଭଳି। କିନ୍ତୁ ଗରିବ ହେଇଥିବା ହେତୁ ମୋ ଭଉଣୀକୁ ଜଣେ ଗରିବ ପୁଅକୁ ବାହା ଦେଇଦେଲୁ। ଆଉ ମୋ ଭଉଣୀ ବି ବାହା ହେବା ପାଇଁ ରାଜି ହେଇଗଲା। ହେଲେ ମୋ ଭଉଣୀର ପୁଣି 2ଟି ସନ୍ତାନ ଜନ୍ମ ହେଲା। ହଁ ରେ ଭଣଜା, ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ହେଲେ ମୋ ଭଉଣୀ ବହୁତ ସୁନ୍ଦର ଦେଖାଯିବା ହେତୁ ତା ରୂପ ଲାବଣ୍ୟରେ ଏଇ ରାଜା ପ୍ରତାପ କେଶରୀ ସେତେବେଳକୁ ଯୁବରାଜ ଥିଲେ। ଆଉ ମୋ ଭଉଣୀର ରୂପ ଲାବଣ୍ୟରେ ବିମୋହିତ ହେଇଗଲେ। ଆଉ ମୋ ଭଉଣୀର ରୂପ ଲାବଣ୍ୟରେ ବିମୋହିତ ହେଇ ପ୍ରତିଦିନ ଆସି ମୋ ଭଉଣୀ ସହିତ ଖରାପ ସମ୍ପର୍କ ରଖିବାକୁ ଲାଗିଲେ। ତାପରେ କଣ ହେଇଛି ଜାଣିଛୁ ବାପା? ମୋ ଭଉଣୀ ଗରିବ ପରିବାରର ହେଇଥିବା ହେତୁ ସବୁ କଥାକୁ ସହ୍ୟ କରି ଯାଉଥିଲା। ହେଲେ ଦିନ ବର୍ଷ କେତେ ଆଉ ସହ୍ୟ କରିବ? ଦିନେ ବାଧ୍ୟ ହୋଇ ମୁହଁ ଖୋଲିଲେ, ଦିନେ ବାଧ୍ୟ ହୋଇ ପ୍ରତିରୋଧ କଲେ। ଆଉ ସେହି ପ୍ରତିରୋଧକୁ ସହ୍ୟ କରି ନ ପାରି ଏବେକାର ରାଜା ଏଇ ପ୍ରତାପ କେଶରୀ ମୋ ଭଉଣୀକୁ ଆଉ ମୋ ଭଉଣୀର ବରଟାକୁ ମାରିଦେଲା। ଫାଶୀ ଖୁଣ୍ଟରେ ଝୁଲେଇ ଦେଲା। ଆଉ ମୋ ଭଉଣୀର ବଡ଼ ଝିଅଟାକୁ ମଧ୍ୟ ମାରିଦେଲା। ଆଉ ମୁଁ ଯେତେବେଳେ ପହଞ୍ଚି ଦେଖିଲି ସେତେବେଳକୁ ଆଉ କିଛି ନଥିଲା ରେ ଭଣଜା। ସବୁ ସରି ଯାଇଥିଲା। ସେତେବେଳକୁ ତୁ 5 ବର୍ଷର ହେଇଥାଉ। ତୋତେ ମଧ୍ୟ ମୁଁ ମରିଗଲା ଭାବିଥିଲି। କିନ୍ତୁ ତୁ ଅଚେତ ହୋଇ ପଡ଼ିଥିଲୁ। ତୋତେ ମୁଁ ନେଇ ଆସିଲି। ଆଉ ମୋରି ଘରକୁ ନେଇ ଆସି ତୋତେ ପାଲି ପୋଷି ମଣିଷ କଲି। ଏଡ଼େ କଲି। ହେଲେ କଣ ଏଇ ଦିନ ଦେଖିବା ପାଇଁ? ମୋର କଣ ଏଇ ଦିନ ଦେଖିବାର ଥିଲା? ମାମୁ अरे भणजा ताहले तबे कुह मामू मुकल से भाग्यहीना शिशु मामा
ওরে ভଣଜা ତୁ ସେଇ ଦିନର ସେଇ କଳି ଆସିଛୁ ଯାହାକୁ ମୁଁ ପାଳି ପୋଷି ମଣିଷ କଲି ଭଲ ମଣିଷକୁ ଏଠି ବଞ୍ଚିବା ମନା ହେଇଯାଇଛି ମୁଁ ପାଗଳର ଅଭିନୟ କରି ବଦଲା ନେବାର ରାହ ଖୋଜୁଛି ମୋର ଟାର୍ଗେଟ ପିତୃ ହନ୍ତାର ପ୍ରତିଶୋଧ ହଁ ମାମୁଁ ହଁ ମୁଁ ପାରିବି ମାମୁଁ ମୁଁ ନିଶ୍ଚୟ ପାରିବି ହରେ ଭଣଜା ଛାଡ଼ିଦେ ପାଗଳର ଅଭିନୟ କେତେ ଦିନ ଏ ଦୁନିଆରେ ପାଗଳ ହେଇ ଅଭିନୟ କରି ବୁଲୁଥିବୁ ଦିନେ ନା ଦିନେ ତୋତେ ରାହା ଖୋଜିବାକୁ ପଡ଼ିବ ଦିନେ ନା ଦିନେ ତୋତେ ସେଇ ରାଜା ପ୍ରତାପ କେଶରୀକୁ ବଦଲା ନେବାକୁ ପଡ଼ିବ ଆରେ ଭଣଜା ବଦଲା ନେବାକୁ ହେଲେ ତୁ ଏକା ଲଢ଼ି ପାରିବୁନି ରେ ଭଣଜା ତୁ ଏକା ଲଢ଼ି ପାରିବୁନି ସେଇ ଦିନର ଘଟଣାସ୍ଥଳର କଥାକୁ ମନେ ପକାଇଲା ବେଳକୁ ମୋ ଶରୀରରେ ଲୋମ ଟାଙ୍କୁରି ଉଠୁଛି ମୋ ଉଷ୍ମ ରକ୍ତ ଛିଟିକି ପଡୁଛି ରେ ବାବା ଯେତେବେଳେ ମୋ ଭଉଣୀକୁ ମାରିଦେଲା ସେଇ ସମୟର ଘଟଣାକୁ ମନେ ପକେଇଲେ ମୋ ଶରୀରରେ ନିଆଁ ଲାଗି ଯାଉଛି ସେଇଥିପାଇଁ କହୁଛି ତୁ ଯଦି ପ୍ରକୃତରେ ତୋ ମା ଛାତିର କ୍ଷୀର ଖାଇଛୁ ତାହେଲେ ମୋ ସହିତ ତତେ ହାତ ମିଶେଇକି ସେଇ ରାଜା ପ୍ରତାପ କେଶରୀକୁ ତତେ ପ୍ରତିଶୋଧ ନେବାକୁ ପଡ଼ିବ ପାରିବୁ ନା ଭଣଜା ତୁ ପାରିବୁ ନା ତୁ ଯଦି ପ୍ରକୃତରେ ମୋ ଭଣଜା ତୋ ମା ଛାତିର କ୍ଷୀର ଖାଇଛୁ ତାହେଲେ ଆଜି ମୋତେ କଥା ଦେ ଭଣଜା ଆଜି ମୋତେ କଥା ଦେ ମୁଁ ତମକୁ କଥା ଦଉଛି ମାମୁଁ ମୁଁ ପାରିବି ମାମୁଁ ମୁଁ ଜରୁର ପାରିବି ବାଘ ବାଘେଶ୍ୱରୀ ବାଘ ଚାରିଆଡ଼େ ଦୁର୍ଯ୍ୟୋଧନ ଶକୁନିର ରିଲେସନ ଏଠି ବଡ଼ ନୁହଁ ବଡ଼ ଏଠି ମା छुरी मारी गुली करी जो सबका रब्बा उसे ये दुनिया कहता है बाघेश्वर बाघा जो अहंकार राजवंश एवं मत छोट जाति बड़ जाति भलिया गुंड भावना रखे गोटाए निरीह परिवार को बर्बाद कर देले से अत्याचारी परिवार को छाड़बी मामो स्माश कर देवी स्माश जो पापी राजवंश जाति भेद भाव चक्कर गोटाए निष्पाप शिशु को बलि पकई देले से अत्याचारी परिवार को छाड़बी मामो बर्बाद कर देवी बर्बाद भद्रम का राज परिवार यही समाज में भल मनुष्य परिचय पचते हाँ मामू ना ओ किंतु कहबे सही भल मनुष्य को बंचिबा मना भल मनीष को बचवा मना भल मनीष को बचवा मना भल मनीष को